जदि शीतुआ पाखକୁ गरमा गरम हेल्दी वेजिटेबल सूप मिलगला ताहले मजा आसीଯିବ ଯାହାକୁ ଆପଣମାନେ ଘରେ ପୁରା ଇଜିଲି କମ୍ ସମୟରେ ପ୍ରସ୍ତୁତ କରିପାରିବେ ପୁରା ରେଷ୍ଟୁରାଣ୍ଟ ଷ୍ଟାଇଲରେ ସେ ପୁଣି ବିନା ତେଲ ବିନା କର୍ନଷ୍ଟାର୍ଚରେ। ଜୟ ଜଗନ୍ନାଥ ସାଙ୍ଗମାନେ ରୋଜି ସୋଡ଼ା କିଚେନକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଭେଜିଟେବଲ ସୁପ୍ ବନେଇବା ପାଇଁ ଏଠି ଦେଖନ୍ତୁ ମୁଁ ନେଇଛି କିଛି କର୍ନ ନେଇଛି, ଛୋଟ ଖଣ୍ଡେ ଗାଜର ନେଇଛି, କିଛି ଗ୍ରୀନ୍ ମଟର ନେଇଛି, ଛୋଟ ଖଣ୍ଡେ ପତ୍ରକୋବି ନେଇଛି। ଆପଣ ଚାହିଁଲେ ବିନ୍ସ ନେଇପାରିବେ, ଆପଣଙ୍କ ମନ ପସନ୍ଦର ଯେକୌଣସି ଭେଜିଟେବଲ୍ସ ମଧ୍ୟ ଏଥିରେ ଆଡ଼୍ କରିପାରିବେ। ଆଉ ଏବେ ଦେଖନ୍ତୁ ଏଠି ମୁଁ ନେଇଛି ଶାଗୁ 4 ଚାମଚ ବଡ଼ ଦାନା ଶାଗୁ ନେଇଛି। 2 ରୁ 3 ଘଣ୍ଟା ପାଣିରେ ବତୁରେଇ ଦେଇଥିଲି। ଶାଗୁଟା କାହିଁକି ଆମେ ଦେବା ସେଟା ମୁଁ ପଛରେ ଆପଣମାନଙ୍କ ସହିତ ସେୟାର କରିବି। ଏବେ ଆମେ କ'ଣ କରିବା ନା ନେବା କିଛି ରସୁଣ। ରସୁଣ ଏଠି ମୁଁ 4 ରୁ 5 କଲା ରସୁଣକୁ ଚପ୍ କରି ନେଇଛି। ଆଉ 2 ରୁ 3 ଇଞ୍ଚ ଅଦା ତାକୁ ମଧ୍ୟ ଚପ୍ କରି ନେଇଛି। ଏଠି ମୁଁ ନେଇଛି କିଛି ଧନିଆ ପତ୍ରର ଡାଙ୍ଗ ତାକୁ ମଧ୍ୟ ଚପ୍ କରି ନେବା, ଯେଉଁଥିରେ କି ସୁପ୍ର ଫ୍ଲେଭରଟା ବହୁତ ବଢ଼ିଆ ଆସିବ। ଆପଣ ଯଦି ପିଓରି ଭେଜ୍ ସୁପ୍ ବନେଇବା ପାଇଁ ଚାହୁଁଥାନ୍ତି ତାହେଲେ କ'ଣ କରିବେ ନା କେବଳ ଅଦାକୁ ହିଁ ନେବେ ଆଉ ରସୁଣକୁ ଆପଣ ସ୍କିପ୍ କରିନେବେ। ଏବେ ଆମେ ପରିବାକୁ ଚପ୍ କରିନେବା। ପରିବାକୁ ଚପ୍ କରିବା ପାଇଁ ଏଠି ମୁଁ ନେଇଛି ଭେଜିଟେବୁଲ ଚପର୍। ଆଉ ଆପଣ ଚାହିଁଲେ ମାନେ ଛୁରୀରେ ମଧ୍ୟ ଚପ୍ କରିପାରିବେ। ମୋ ମତରେ ଭେଜିଟେବୁଲ ଚପରରେ ପୁରା ଶୀଘ୍ର ହୁଏ, ସେଥିପାଇଁ ମୁଁ ଭେଜିଟେବୁଲ ଚପର ହିଁ ବ୍ୟବହାର କରୁଛି। ପ୍ରଥମେ ଆମେ କ'ଣ କରିବା ନା ଗ୍ରୀନ୍ ମଟର ଗାଜରକୁ ଛୋଟ ଛୋଟ ପିସ୍ରେ କାଟି ନେବା। ଚପରରେ ଯେତେବେଳେ ଆପଣ ଚପ୍ କରୁଛନ୍ତି ଛୋଟ ଛୋଟ ପିସ୍ରେ କାଟିକି ଅଳ୍ପ ଚପ୍ କରିବେ ତାହେଲେ ସେ ଶୀଘ୍ର ହେଇଯିବ। ଚପରଟା ଜମା ବୁଲେନି ଯଦି ଅଧିକ ପରିମାଣର ଭେଜିଟେବୁଲ୍ସ ଆଡ଼୍ ହେଇଗଲା। ଏବେ ଏଥିରେ ଆମେ ପକେଇକି ଆକୁ ଆମେ କ'ଣ କରିବା ଚପ୍ କରିନଖନ୍ତୁ ପୁରା ସାଙ୍ଗେ ସାଙ୍ଗେ ହିଁ ଚପ୍ ହେଇଗଲା। ଆଉ ବେଶୀ ପରିଶ୍ରମ କରିବାକୁ ପଡ଼ିଲାନି। ଭେଜିଟେବୁଲ ସୁପ୍ରେ ତ ପରିବା ଗୁଡ଼ାକ ପୁରା ଚପ୍ ହେଇଗଲେ ହିଁ ଭେଜିଟେବୁଲ ସୁପ୍ଟା ଖାଇବାକୁ ଭଲ ଲାଗେ। ଏଇ ଟାଇପ୍ରେ ମୁଁ ସବୁଯାକ ଭେଜିଟେବଲ୍ସକୁ ଚପ୍ କରି ନେଇଛି। ଏବେ କ'ଣ କରିବା ନା ନେବା ଗୋଟେ କରେଇ ନେଲା ପରେ ଏଠି ମୁଁ ବିନା ତେଲରେ ଆଜି ଯେହେତୁ ବନଉଛି ନେଇଛି ମୁଁ ଏଠି ବଟର। ଆପଣ ଚାହିଁଲେ ଅଏଲ୍ ମଧ୍ୟ ୟୁଜ୍ କରିପାରିବେ। ମୁଁ ଏଠି କିନ୍ତୁ ବଟର ନେଇଛି, ବଟରଟା ଦେଲେ ତା ଟେଷ୍ଟ ବି ବହୁତ ବଢ଼ିଆ ଆସିବ। ଏଠି ମୁଁ ମାନେ ଗୋଟେ ଚାମଚ ପାଖାପାଖି ବଟର ନେଇଛି। ଏଠି ଦେଖନ୍ତୁ କରେଇଟା ଅଲରେଡ଼ି ତାତି ଗଲାଣି। ବଟରକୁ ପକାଇଦେବା। ବଟରଟା ଟିକେ ମେଲ୍ଟ ହେଲା ପରେ ଆମେ ଯେଉଁ ଚପ୍ କରିକି ରଖିଛେ ଅଦା ରସୁଣ ଆଉ ଧନିଆ ପତ୍ରର ଡାଙ୍ଗକୁ ପକାଇକି ଆକୁ ଆମେ ହାଲକା ଟିକେ ଭାଜିଦେବା, ଯେମିତିକି ମାନେ କଞ୍ଚା ବାସ୍ନାଟା ପଳେଇବ, ମାନେ ରସୁଣ ଅଦାର କଞ୍ଚା ବାସ୍ନାଟା ପଳେଇବ। ତାକୁ ଆମେ ଟିକେ ହାଲକା ଫ୍ରାଏ କରିବା। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିଥିବେ। ହାଲକା ଟିକେ ଫ୍ରାଏ କରିସାରିଲା ପରେ ଏବେ ଆମେ କ'ଣ କରିବା ନା ଭେଜିଟେବଲ୍ସକୁ ଏଇ ସମୟରେ ଆଡ଼୍ କରିନେବା। ଭେଜିଟେବଲ୍ସକୁ ପକାଇକି ତାକୁ ମଧ୍ୟ 1 ମିନିଟ୍ ପାଖାପାଖି ଆମେ ତାକୁ ମାନେ ଭାଜିବା। 1 ମିନିଟ୍ ପରେ ଏଥିରେ ଦେବା ପାଣି। ପାଣି ଏଠି ମୁଁ ଯେଉଁ ଗିନାରେ ଭେଜିଟେବଲ ଚପ୍କୁ ମୁଁ ଯେଉଁ ଗିନାରେ ମାପିକି ନେଇଥିଲି ସେଇ ଗିନାରେ ମାପିକି 3 ଗିନା ପାଣି ମୁଁ ଏଠି ଆଡ଼୍ କରୁଛି। ଭେଜିଟେବଲ ସୁପ୍ ତ ଟିକେ ପାଣିଆ ହେଲେ ହିଁ ଭଲ ଲାଗେ। ସୁପ୍ ମାନେ ସେ ପତଲା ହିଁ ରହିବ, ଆପଣ ଦେଖିକି ସେଇ ଅନୁସାରେ ପାଣି ଦେବେ। ଏବେ ଆମେ କ'ଣ କରିବା ନା ଶାଗୁକୁ ଆଡ଼୍ କରିବା। ଶାଗୁକୁ ଆଡ଼୍ କରିକି ଆକୁ ଆମେ ଗୋଳେଇ ନେବା। ଶାଗୁଟା ମୁଁ ଏଠି ଦେଉଛି କାହିଁକିନା ଯେଉଁ ଆମେ କର୍ଣ୍ଣଫ୍ଲୋରଟା ଆମେ ଆଡ଼୍ କରେ ମାନେ ଆମର ସୁପ୍ଟାକୁ ବହଳିଆ କରିବା ପାଇଁ, ସେଇଟା ଶାଗୁ ଦେଲେ କର୍ଣ୍ଣଫ୍ଲୋର ଦେବାକୁ ପଡ଼ିବନି। ସୁପ୍ଟା ଆମର ବହଳିଆ ରହିବ। ଆକୁ ମୁଁ ମିନିମମ୍ ଘୋଡ଼େଇ ଦେଇଥିଲି 10 ମିନିଟ୍। 10 ମିନିଟ୍ ପରେ ଦେଖନ୍ତୁ ସୁପ୍ର କନସିଷ୍ଟେନ୍ସିଟା କେମିତି ଅଛି, ପୁରା ଯେମିତି ଆପଣ କର୍ଣ୍ଣଫ୍ଲୋର ଦେଲେ ତା'ର କନସିଷ୍ଟେନ୍ସିଟା ଯେମିତି ଆସେ ସେଇ ଟାଇପ୍ର ଅଛି। ଏବେ କ'ଣ କରିବା ନା ଏଥିରେ ନେବା ସ୍ୱାଦ ଅନୁସାରେ ଲୁଣ, 1 ଚାମଚ ଚିନି, 1 ଚାମଚ ବ୍ଲାକ୍ ପେପର ପାଉଡ଼ର ମାନେ ଗୋଲମରିଚ ଗୁଣ୍ଡ ନେଇଛି, 4 ରୁ 5 ଚାମଚ ନେଇଛି ଟମାଟୋ ସକ୍ସ, 1 ଚାମଚ ନେଇଛି ସୋୟା ସକ୍ସ। ଆକୁ ଆମେ ପକେଇକି କ'ଣ କରିବା ନା ଭଲସେ ଘୋଳେଇ ନେବା। ଲୁଣର କ୍ୱାଣ୍ଟିଟି ଆପଣ ଟିକେ ଦେଖିକି ଦେବେ, କାହିଁକି ନା ଯେହେତୁ ସକ୍ସରେ ଲୁଣଟା ଆଡ଼୍ ଥାଏ ସେଥିପାଇଁ ହିଁ ମାନେ ଲୁଣର କ୍ୱାଣ୍ଟିଟି ଆପଣ ଦେଖିକି କମ୍ ବା ବେଶୀ କରିପାରିବେ। ଆକୁ ଆମେ 5 ମିନିଟ୍ ଛାଡ଼ିଦେବା ଫୁଟିବା ପାଇଁ। ଫୁଟିଲା ପରେ ଦେଖନ୍ତୁ ଆର କନସିଷ୍ଟେନ୍ସିଟି ଆମେ କର୍ଣ୍ଣଫ୍ଲୋର ଏଥିରେ ଆଡ଼୍ କରିନେ, ତଥାପି ବି ଦେଖନ୍ତୁ କେତେ ବହଳିଆ ଆଉ ମାନେ ଯେମିତି ସୁପ୍ଟା ଆପଣଙ୍କ ରେଷ୍ଟୁରାଣ୍ଟରେ ତିଆରି ହୁଏ ସେଇ ଟାଇପ୍ର ହିଁ ଆସିଛି। ଏବେ ଆକୁ ଆମେ ସର୍ଭ କରିବା। ଏଇ ଟାଇପ୍ରେ ଆପଣ ଥରେ ବନେଇକି ନିଶ୍ଚିତ ଦେଖନ୍ତୁ, ହେଲ୍ଦି ରହିବ ବହୁତ ଟେଷ୍ଟି ମଧ୍ୟ ଲାଗିବ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସମସ୍ତଙ୍କ ଦିନ ଶୁଭଙ୍କର ହେବ। ସମସ୍ତଙ୍କୁ ଭଲରେ ରଖିଥାନ୍ତୁ। ବାଏ।